ଶରଧାବାଲି ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ 45ତମ ହେରା ପଞ୍ଚମୀ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସମ୍ବିତ ପାତ୍ର ସମାରୋହକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିବା ବେଳେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଧାୟକ ରୂପେଶ ପାଣିଗ୍ରାହୀ, ଦୁଷ୍ମନ୍ତ କୁମାର ସ୍ୱାଇଁ, ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ସମାଜସେବୀ ପଙ୍କଜ ଲୋଚନ ମହାନ୍ତି, କିଶୋର କୁମାର ରାଉତ, ଧର୍ମେନ୍ଦ୍ର ଗୁପ୍ତା, ଡକ୍ଟର ଶାରଦା ମିଶ୍ର, ଦୀପକ ମହାନ୍ତି, ଶରତ ମହାନ୍ତି, ନୀଳାଦ୍ରି ଭୂଷଣ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ସମାରୋହରେ ଶିକ୍ଷାବିତ୍ ବସନ୍ତ କୁମାର ମିଶ୍ରଙ୍କୁ ଗୁରୁ ଗୌରବ ସମ୍ମାନ, କଣ୍ଠଶିଳ୍ପୀ ମାନସୀ ପାତ୍ରଙ୍କୁ ମାଖନଲାଲ ହାଲଦାର ସ୍ମୃତି ସମ୍ମାନ, ସୌରଭ ଭରଦ୍ୱାଜଙ୍କୁ ନିକୁଞ୍ଜ କିଶୋର ଜେନା ସ୍ମୃତି ସମ୍ମାନ, ଅର୍ପିତା ଚୌଧୁରୀଙ୍କୁ ସଂଯୁକ୍ତା ସ୍ମୃତି ସମ୍ମାନ, ସଙ୍ଗୀତ ନିର୍ଦ୍ଦେଶକ ପରମାନନ୍ଦ ସାହୁଙ୍କୁ ଉତ୍କଳ ସଙ୍ଗୀତ ଗୌରବ ସମ୍ମାନ, ଅଭିଜିତ ମିଶ୍ରଙ୍କୁ ଦୁଃଖୀଶ୍ୟାମ ମର୍ଦ୍ଦରାଜ ସ୍ମୃତି ସମ୍ମାନ, ରବୀନ୍ଦ୍ର ମହାପାତ୍ରଙ୍କୁ ସମରେନ୍ଦ୍ର ମହାପାତ୍ର ସ୍ମୃତି ସମ୍ମାନ, ଇରା ମହାନ୍ତିଙ୍କୁ ଦୁର୍ଗାମାଧବ ସ୍ମୃତି ସମ୍ମାନ, ସୁଧାକର ମିଶ୍ରଙ୍କୁ ମୀନାକ୍ଷୀ ମହାପାତ୍ର ସ୍ମୃତି ସମ୍ମାନ, ଅମୃତ ରଞ୍ଜନ ଦାସଙ୍କୁ ହରକଲ୍ୟାଣ ପଟ୍ଟନାୟକ ସ୍ମୃତି ସମ୍ମାନ, ଶୈଳବାମା ମହାପାତ୍ରଙ୍କୁ ଉତ୍କଳ ସଙ୍ଗୀତ ଗୌରବ ସମ୍ମାନ, ସିଦ୍ଧେଶ୍ୱର ପଟ୍ଟନାୟକଙ୍କୁ ମୃତ୍ୟୁଞ୍ଜୟ ଶାସମାଲ ସ୍ମୃତି ସମ୍ମାନ, ପ୍ରଦୀପ ରଣଙ୍କୁ ଶ୍ରୀକ୍ଷେତ୍ର ସେବାରତ୍ନ ସମ୍ମାନ, ଲିଙ୍ଗରାଜ ମହାରଣାଙ୍କୁ ଚିତ୍ରକଳା ସମ୍ମାନ ଏବଂ ବିଭୁ ପ୍ରସାଦ ନନ୍ଦଙ୍କୁ ଡକ୍ଟର ଲକ୍ଷ୍ମୀ ନାରାୟଣ ମହାପାତ୍ର ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ର, ଶରତ ନାୟକ, ଅନ୍ତରା ଚକ୍ରବର୍ତ୍ତୀ, ନିର୍ଲିପ୍ତା ମିଶ୍ର, ଇରା ମହାନ୍ତି, ସୌରଭ ଭରଦ୍ୱାଜ, ମଞ୍ଜୁଶ୍ରୀ ତ୍ରିପାଠୀ, ଦୀପ୍ତିରେଖା ପାଢୀ, ଅଭିଜିତ ମିଶ୍ର, ଅଞ୍ଜଳି ମିଶ୍ର, ଗଗନ ବିହାରୀ ଜେନା, ଅର୍ପିତା ଚୌଧୁରୀ, ସୁଧାକର ମିଶ୍ର, ଶୈଳବାମା ମହାପାତ୍ର, ପ୍ରଫୁଲ୍ଲ ବେହେରା ଏବଂ ମାନସୀ ପାତ୍ର ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ସଭାପତି ମନୋରଞ୍ଜନ ନାୟକଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ସାଧାରଣ ସମ୍ପାଦକ ଘନଶ୍ୟାମ ମର୍ଦ୍ଦରାଜ, ସଂଗଠନ ସମ୍ପାଦକ ବିଜୟ ମୋହନ ଦାସ, ଉପସଭାପତି ସୂର୍ଯ୍ୟନାରାୟଣ ସୁବୁଦ୍ଧି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟଗଣଙ୍କ ଅକୁଣ୍ଠ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା।